ଉଲୁଣ୍ଡା ବ୍ଲକର ଟିକୁଡ଼ା ତପୋବନ ପଡ଼ିଆରେ ଆଜି ଆମ ଓଡ଼ିଶା ସମ୍ବାଦ ଓ ଡୁମାଳ ସମାଜ ସୁବର୍ଣ୍ଣପୁର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ସର୍ବମୋଟ 20 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତଦାତା ଜୀବନଦାତା ହେଲେ ରୋହିତେଶ ମହାକୁର, ସାନନ୍ଦ ଦେହୁରୀ, ବିଶିଷ୍ଟ ପଣ୍ଡା, ଧର୍ମେନ୍ଦ୍ର କର୍ଣ୍ଣ, ଅରୁଣ ପ୍ରଧାନ, ବାମଦେବ ଦତ୍ତ, ଉମାକାନ୍ତ ମେନ୍ଲି, ନିମେଇ ବଘାର, ରଞ୍ଜନ ବଘାର, ସ୍ୱାଗତ ମହାକୁର, ରାଧେଶ୍ୟାମ ବଘାର, କ୍ଷୀରସିନ୍ଧୁ କର୍ଣ୍ଣ, ସାମ୍ପ୍ରତିକ କ୍ଷେତି, ଓମ ପ୍ରକାଶ ମେଣ୍ଡେଲି, ନୟନା କଲତା, ଧବଳେଶ୍ୱର ପ୍ରଧାନ, ଚିତ୍ତରଞ୍ଜନ କର୍ଣ୍ଣ, ଶିବ କର୍ମୀ, ଲାଲ ବାହାଦୁର ପ୍ରଧାନ, ଭୀମ ଭୋଇ ପ୍ରମୁଖ ରକ୍ତଦାନ କରିଥିଲେ। ଜିଲ୍ଲା ସଭାପତି ଅଶ୍ମିନୀ ମହାକୁର, ବିଶିଷ୍ଟ ପଣ୍ଡା ମାର୍କଣ୍ଡ କର୍ମୀ ସମେତ ବହୁ ସଭ୍ୟ ଉପସ୍ଥିତ ରହି ଶିବିରକୁ ଉଦ୍ଘାଟନ କରିବା ସହ ରକ୍ତଦାନ କରୁଥିବା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସନ୍ତୋଷ ପ୍ରଧାନ, ରକ୍ତଭଣ୍ଡାରର କର୍ମଚାରୀ ଜଗତ ଧର୍ମାନ, ଯୁଜେଷ୍ଟି ନାୟକ, ସୁଦାମ ବିଶ୍ୱାଳ ରକ୍ତ ସଂଗ୍ରହ କରିଥିଲେ। ଡାକ୍ତର ବୃନ୍ଦାବନ ମେହେର ଉପସ୍ଥିତ ରହି ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଉଲୁଣ୍ଡା ସମ୍ବାଦ ପ୍ରତିନିଧି କୁଶ ବଘାର ଶିବିରକୁ ପରିଚାଳନା କରିଥିଲେ। ସମସ୍ତ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ରେଡକ୍ରସରୁ ମିଳିଥିବା ସାର୍ଟିଫିକେଟ ଓ ଆମ ଓଡ଼ିଶାରୁ ମିଳିଥିବା ମାନପତ୍ରକୁ ଡୁମାଲ ସମାଜ ତରଫରୁ ପ୍ରଦାନ କରାଯାଇଥିଲା।